ସେ ବୁଜୁଳାଟାକୁ ଉପରେ ଲଟକେଇ ଦେଇଛି। ସେଟା ଥିଲା ଲଡୁ ବୁଜୁଳା, ବେସନ ଲଡୁ। ବେସନ ଲଡୁ ଆଣିକି ସେ ଲଟକେଇ ଦେଇଛି, କିନ୍ତୁ ତାକୁ ଭୋକ ନାହିଁ, ଭୁଲିକିରି ପଳେଇ ଯାଇଛି। ଗୌରୀ ପ୍ରେମାନନ୍ଦ ହରି ଇଏ ଡକାୟତ ଦଳ ଆସି ଦେଖିଲେ ସେ ବୁଜୁଳାରେ କଣ ଅଛି ଦେଖ, ଲଡୁ ଅଛି ଆଉ ହରିବୋଲ। ତାପରେ ଲଡୁ ଦେଖିଲେ, ରେ ବଢିଆ ବେସନ ଲଡୁ, ପୁରା ସଜ ଲଡୁ, ବାସ୍ନା ତାର ଚମକୁଛି, କିନ୍ତୁ କଣ ପାଇଁ ଅଛି ରେ, ବୋଧ ହୁଏ ଏ ଲଡୁ କିଏ ରଖିଛି, ଏଥିରେ ବିଷ ଦିଆହେଇଛି। କଣ ପାଇଁ ତାର ଚିନ୍ତାଧାରା ନା, ଆମେ ଯଦି ସେ ଲଡୁ ଖାଇବା ତାହେଲେ ଆମେ ସବୁ ମରିଗଲା ପରେ ଆମ ପାଖରେ ଯୋଉ ସବୁ ସମ୍ପତ୍ତି ଅଛି ନା, ଚୋରି କରି ଆଣିଛି ସବୁ ସେ ନେବା ପାଇଁ ପ୍ଲାନ କରିଥିଲେ। ତାଙ୍କ ଭିତରେ ଦଶ ସର୍ଦ୍ଦାର ଥିଲା ଏ ପ୍ରକାର ଚିନ୍ତା କରି, ନାଇଁ ନାଇଁ ଏ ଲଡୁ ଆମେ ଖାଇଲେ ହବନି, ଏଲିରି ଖାଇଲେ। କିନ୍ତୁ କିଏ ଆଣିଛି, କିଏ ଆଣି ଦେଖିଲେ, ଚତୁର୍ଥୀ ଦେଖିଲେ, ଲାଇଟ୍ ଫାଇଟ୍ ଲଗେଇ ଦେଖିଲେ, ମାନେ ସିଏ ଲଡୁଟି ବାନ୍ଧି ଦେଇଛି, ଆଉ ଉପରେ ଗଛରେ ଚଢି ପଡିଛି। ଆମେ ସବୁ ଖାଇଥିଲେ, ମରିକିରି ପଡିଥିଲେ, ସିଏ ଆସିକି ଆରାମସେ ଆମର ସମ୍ପତ୍ତି ଯାକ ନେଇଯାଉଛି। ଆଗ ତାକୁ ସେ ଲଡୁ ଖାଇବାକୁ ଦିଅ, ଆଗ ତାକୁ ସେ ଲଡୁ ଖାଇବାକୁ ଦିଅ, ତାପରେ କଣ ହବ। ତାକୁ ଲଡୁ କିଣି ଦେବେ, ସେ ଗଛ ଉପରେ ଅଛି, ତାକୁ ଡାକିଲେ ଡାକିଲେ ସେ ଆଉ କିନ୍ତୁ ଆମେ ସବୁ ଠେଙ୍ଗା ପଟେ କାତି ଖଣ୍ଡେ ଧରି ଉପରୁ ଚଢିଲେ, ଆସୁନା ତତେ କ୍ଷୀର ଦଉ ଛେଳିଆ। ତାପରେ କଣ କରାଯିବ, ତାପରେ ଜବରଦସ୍ତି ତା ପାଖକୁ ଗଲେ, ଯାଇ ତାକୁ ଟାଣି ଆଣିଲେ। ଆଗେ ତଳେ ହେଇଛି ନା, ତା ପାଖକୁ ଯାଇ ତାକୁ ଗଛ ଓହ୍ଲେଇ ଆଣିଲେ। ତୁ ଗୋଟେ ତାଲା ଗଛ ନାହିଁ, ଆମେ ସବୁ ବିଷ ଲଡୁ ରଖିଛୁ, ଆମେ ସବୁ ଖାଇଲେ ତୁ ସମ୍ପତ୍ତି ନବୁ ନାହିଁ, ଆଜି ତୁ ଖା। ତାକୁ କୋଳରେ ଶୁଆଇକିରି ସେ ଜବରଦସ୍ତି ଆଁ କରୁନଥିଲା, ତାର ଜବରଦସ୍ତି ତା ମୁହଁରେ ହାତ ମାରି ତାକୁ ଆଁ କରିକିରି ଜବରଦସ୍ତି ତାକୁ ଲଡୁ ତୁ ଖା, ତୁ ମରେ, ଗୋଟେ ପରେ ଗୋଟେ ଲଡୁ ସେ এই প্রকারে সে সেতর ভাবিলা আরে বাবা সত্য তো ভগবান দৌড়ুଛନ୍ତି খালি দৌড়াନ୍ତି, ମାନେ ଗଛ ଉପରେ ଚଢିକି ପଡିଥିଲି ମୁଁ, ଅନ୍ଧାର ରାତି, ଆଉ ମୋର କିଛି ଉପାୟ ନାହିଁ, ଏମାନେ ଜବରଦସ୍ତି ମତେ ଆଣିକିରି ଆଉ କୋଳରେ ଶୁଆଇକିରି ଆଉ ଜବରଦସ୍ତି ଖାଇବାକୁ ତାର ବିଶ୍ୱାସ ହେଇଗଲା। ସେଥିପାଇଁ ଆମମାନଙ୍କର ବିଶ୍ୱାସ ନାହିଁ ହରିଙ୍କ ପ୍ରତି। ତେଣୁ ଯାହାର ବିଶ୍ୱାସ ନାହିଁ ନା, ସଂସାର ଭିତରେ ଖଟି 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 ଖଟିକିରି ପୁରା ମାଟି ମାନେ ତା ଅଣ୍ଟୁନି କିଛି। ଯୋଉମାନଙ୍କର ହରି ବିଶ୍ୱାସ ନାହିଁ, ସେମାନେ କେତେ ଖଟିଲେ ବି ତାଙ୍କର ଅଣ୍ଟୁନି ତାଙ୍କୁ ଜଗତ ଭିତରେ। ସେଥିପାଇଁ ଭଗବାନ ତାଙ୍କର ଭକ୍ତକୁ ରକ୍ଷା କରନ୍ତି। ମନେ ରଖ, ଏ ଜଗତରେ କିଏ କାହା ରକ୍ଷା କରିଛନ୍ତି, କିନ୍ତୁ ଭକ୍ତକୁ ରକ୍ଷା କରିବା